ରାଜଧାନୀ ଭୁବନେଶ୍ୱରରେ ସାଧାରଣ ଜନତାକୁ ସୁଲଭ ମୂଲ୍ୟ ଓ ସୁରକ୍ଷିତ ପରିବହନ ସେବା ଯୋଗାଉଥିବା ମୋ ବସ୍ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ମୋ ବସ୍‌ର ଚାଳକ ଅବହେଳା କାରଣରୁ ଏଭଳି ଏକ ଅଘଟଣ ଘଟିଛି। ସତ୍ୟନଗରସ୍ଥିତ ଭୁବନେଶ୍ୱର ମହାନଗର ନିଗମ ବିଏମ୍ସି କାର୍ଯ୍ୟାଳୟ ସାମ୍ନାରେ ଜଣେ ବାଇକ୍ ଆରୋହୀଙ୍କ ଉପରେ ମୋ ବସ୍ ଚଢ଼ିଯାଇଛି। ତେବେ ଖୁସିର ବିଷୟ ଏହା ଯେ ବାଇକ୍ ଆରୋହୀ ଗୌତମ ପାତ୍ର ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ ଏକ ବ୍ୟାଙ୍କରେ କାର୍ଯ୍ୟରତ ଗୌତମ ପାତ୍ର ଆଜି ମାଷ୍ଟର କ୍ୟାଣ୍ଟିନ୍ ପାର୍ଶ୍ୱରୁ ବାଣୀବିହାର ଅଭିମୁଖେ ଯାଉଥିଲେ। ବିଏମ୍ସି କାର୍ଯ୍ୟାଳୟ ସାମ୍ନାରେ ଗୌତମଙ୍କୁ ମୋ ବସ୍ ପଛପଟୁ ଧକ୍କା ଦେଇଥିଲା। ବସ୍ ଦ୍ୱାରା ଧକ୍କା ଖାଇବା ପରେ ଗୌତମ ଯଦି ଡାହାଣ ପାର୍ଶ୍ୱକୁ ପଡ଼ିଥାନ୍ତେ ତାହେଲେ ବଡ଼ ଧରଣର ଅଘଟଣର ସାମ୍ନା ହୋଇଥାନ୍ତେ, କିନ୍ତୁ ସେ ସୌଭାଗ୍ୟବଶତଃ ବାମ ପାର୍ଶ୍ୱକୁ ଢଳି ପଡ଼ିଥିଲେ। ଫଳରେ ତାଙ୍କ ବାଇକ୍ ଚେପା ହୋଇଯାଇଥିଲେ ବି ସେ ମୃତ୍ୟୁମୁଖରୁ ବଞ୍ଚି ଯାଇଥିଲେ। ସ୍ଥାନୀୟ ଲୋକେ ଗୌତମଙ୍କୁ ଉଦ୍ଧାର କରିଥିଲେ। ବାଇକ୍‌କୁ କ୍ଷତି ପହଞ୍ଚିଥିବା ବେଳେ ଗୌତମ ଖାରବେଳନଗର ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ବୋଲି ସମ୍ପୃକ୍ତ ମୋ ବସ୍ ସହ କର୍ମଚାରୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ।